ଦେଖିବା ସଖୀ ଆସିଛି ତମ ଜାନୁ ଆସିଛି ଖାଲି ଆସିଲେ ଡବଲ ଘୋଡ଼ା ନେଇକି ଆସିଛି ଆଜି ତମକୁ ମୋ ରାଣୀ କରିକି ମୁଁ ତମକୁ ଗୋଟେ ଘୋଡ଼ାରେ ବସେଇବି ମୁଁ ଗୋଟେ ଘୋଡ଼ାରେ ବସିବି ତମକୁ ମୋ ଘରକୁ ବୋହୂ କରିକି ନେଇଯିବି ଆସ ମ୍ୟାଡାମ তোর ইয়ে কি বেশ কথা কহি জানতো না প্রেসর ম্যাডাম সে তোমার ফাইনাল হইতলা আদি ম্যাডাম সে তোমার সর্বেশ্বর মন্দির বাহার হ্যাঁ লজ্জা নেই কোন লজ্জা ম্যাডাম তো মতে ফোন করি রখেছে তাকে সে তো মোর বাহার হব তোমার কোন না কোন মাইলে বাদে কি বাহার রাজি বাল তু বসেই তো হাই গাইস হাই ও ম্যাডাম দিয়া বেটা তপন এদিকে অবস্থা কোন আপনি খালি গোটা কথা কুহতু আম ଦି ଜଣଙ୍କ ଭିତରେ ହ୍ୟାଣ୍ଡସମ୍ କିଏ ଦେଖା মানে কোন চৈত্র মাসের ফিজিক্যাল ফিটনেস টা কার ওকে আছে তুমি ତମ ଆଖି କିଏ ଭଲ ଦେଖା হ্যাঁ তুমি যেমিতি খাও তো জানিছ না যেমিতি পଣା সংক্রান্তির ছেড়ি যায় বলি খাইয়া পাই সেমিতি খাও ତୁ କେମିତି ଦେଖାଉଛୁ କହିବେ ତୁ ସ୍କୁଲ କଲେଜ ଆଲମାରିରେ ସବୁ ନର କଙ୍କାଳ ମୂର୍ତ୍ତି ନଥାଏ କୋଉ ନା ବରପଟା ଇଞ୍ଜିନିୟରିଂ କରୁଛି ହଁ ତାକୁ ଚାଦ ନାହିଁ ଯେମିତି ଦେଖାଉ ତୁ ସେରকম ଦେଖା ହଁ ବୁଝିଲ ମଉସା ଏ ବସ ନା ତମର ଭାରି କାମ ଭାଙ୍ଗିବନି ଆଉ ନଦୀ ଅଛି ପବନ ଯେତିକି ନଦୀ ଅଛି ବୁଣି ଦେଲେ ତମ ଏରିଆ ଚାଷ ଆଉ ତାରି ଆରେ କୁହନ୍ତୁ କାଇଁ ଏମିତି ପାଟି କରୁଛନ୍ତି କୁହନ୍ତୁ କଣ ଚାହୁଁଛନ୍ତି ବାସ୍ କାହିଁକି ମ୍ୟାଡାମ କଣ ସତ କଥା କହିବାକୁ ଗଲେ ମୁଁ ତମକୁ କଣ ହସୁ କଣ ହଉ ମୁଁ ତମକୁ ଭଲ ମୋ ମନ ପ୍ରାଣ ସବୁ ତମକୁ ଦେଇଦେଇ ଆମେ ସବୁ ଦେଇ ଦେଇଛନ୍ତି କେବେଠାରୁ ଯେବେଠାରୁ ତମ ହାତ ମୋ ତୃତୀୟ ଗୋଡ଼କୁ ସ୍ପର୍ଶ କରିଥିଲା ସେଇଦିନ ପାଖରୁ ମୁଁ ତମର ହେଲି ମ୍ୟାଡାମ ବିଶ୍ୱାସ କର ବୁଢ଼ାଟାରେ ମୁଁ ତମକୁ ଆହୁରି ବଢିଆ ଜିନିଷ ଦେଇ ଦେଇଛି କଣ ହୃଦୟ ତମକୁ ଦେଇ ଦେଇଛି ମ୍ୟାଡାମ ତମେ ବିଶ୍ୱାସ କରିବନି ମ୍ୟାଡାମ ବସନ୍ତ ହାତୀ ତମକୁ ଫୁଲ ପକା ବ୍ଲାଉଜ ଆଣି ଦେଇଥିଲି ତମେ ଯେତେବେଳେ ତିନି କୁମାରିଆ ତଳେ ତଳେ ପଳେଇ ଯାଅ ମୁଁ ଚିନ୍ତା କରେ ହୃଦୟଟା ତମ ହୃଦୟ ସହିତ ଯୋଡ଼ି ହେଇଯାଏ ମ୍ୟାଡାମ ତ ବ୍ଲାଉଜ ବୁଝିଲା ତୋ ହୃଦୟ ଯୋଡ଼ି ହେଇଯାଏ ତମେ ଜାଣିପାରିଲନି କି ବ୍ଲାଉଜଟା ବସନ୍ତ ନେଇକି ଆଇଲା ବେଳେ ଘରପଦା କେନାଲ ପରେ ପାଖରେ ଠିଆ ହେଇକି ପକେଇକି ବ୍ଲାଉଜର ମଳା ମଳାକି ଉଦା କରିଦେଇଛି ମ୍ୟାଡାମ ଏଥର କୁହନ୍ତୁ ଆପଣଙ୍କର କିଏ ପସନ୍ଦ ଆପଣ ଯାହାର ଛୁଇଁଛନ୍ତି ନା ଆପଣଙ୍କୁ କିଏ ଛୁଇଁଛି ଅଲଜ୍ଜା କି କଣ ତୋ ଯୋଉ ଚେଚିସି ତୁ ଜେସିବି ଚଲେଇବା କଣ ରେଳ ଚଲାଉଛି ମତେ କଣ ହଉଛି କଣ ଆପଣଙ୍କର କିଏ ପସନ୍ଦ ଦି ଜଣ ଯାକ ପସନ୍ଦ ସେଟା କେମିତି ହବ ବର୍ତ୍ତମାନ ଗ୍ୟାସ୍ ସଟ ଗୋଟେ ଦିନ ଗୋଟେ ହାଣ୍ଡି ବସିବ ମ୍ୟାଡାମ ଗୋଟେ ସାର୍ଟ ଡବଲ ହାତ ପଶିଲେ ଫାଟିଯିବ ସାର୍ ବୁଢା ହେଲାଣି 33 ଟା ତା ଉପରେ କାହିଁକି ଆଶା କର ମ୍ୟାଡାମ କଣ ଭାବୁଛୁ କହିବି କିଏ ଆପଣଙ୍କର ପସନ୍ଦ ଏମିତି କାହିଁକି ଜାନୁ କଣ ଜାନୁ ଜାନୁ କହିଲା ତମେ ମୋ ପାଇଁ କଣ ଆଣିଛ ଠିକ ଏଇ ଆଶା କରୁଛି ମୁଁ ଯାହାହେଲେ ତମ ଆଖି ଚକମକ ହେଇଯିବ କଣ ବର୍ତ୍ତମାନ ସୁନା ରେଟ୍ ଯାହା ଜାଣିଥିବ 8 ଗ୍ରାମ ହଲମାର୍କ ସୁନା ମୁଁ ନିଜେ ତାକୁ ପଚାରିଲ କଣ ଆଣିଛି ଏଥର ତମେ କୁହ କଣ ଆଣିଛ ନାଇଁ ଘଟଣା କଣ ମୁଁ ଆଣିଥାନ୍ତି ଇ ସେ ଭଡ଼ାରେ ଦୂର ଆଇଲା କେନ୍ଦ୍ରାପଡ଼ା ସେପଟେ ଜୋର ବର୍ଷା ପବନ କମିଯାଇଛି ଟିକେ ସୁନା ଦୋକାନ ଟିକେ ସୁନା ନେଇଯାଇଛି ତମର ଅସୁବିଧା କଣ ହେଲା ମୁଁ ଆଇଲା ବେଳେ ଆମ ସେମିତିଆ ବଜାର ମୁରଲି ଦୋକାନ ବନ୍ଦ ଥିଲା କୁମାରିଆ ଗୋଟିଆ ପଣା କରିଥିଲା ଟଙ୍କା 10,000 ଆଣିବ ବାହାର ହେଇଯିବ ତାପରେ ମୋ ମା ଇଟା ପ୍ଲାଣ୍ଟ କରିଥିଲା ଆମର ଲକ୍ଷେ ଟଙ୍କାର ମୁଦି ବାହାରେ ତ ବ୍ୟସ୍ତ ହୁଏନି ମୁଁ ଆଡଜଷ୍ଟ କରିଦେବି କୁହନ୍ତୁ ଆପଣଙ୍କୁ କିଏ ପସନ୍ଦ କହିବିନି ଏବେ ଗୋଟେ କଣ୍ଡିସନ କଣ କଣ୍ଡିସନ ତମ ଦି ଜଣଙ୍କ ଭିତରେ ଗୋଟେ ଖେଳ ହବ ବାସ୍ ସେ ଖେଳରେ ଯିଏ ଜିତିବ ମୁଁ ତାକୁ ପସନ୍ଦ କରିବି ଯେଇ ପର୍ଯ୍ୟନ୍ତ ଖେଳ କରି ଜାଣିଲୁ କୁସ୍ତି କୁସ୍ତି ମୁଁ ଖେଳଟି ବାଲା ସେଇଥିପାଇଁ ସେ ଏ ଖେଳ ରଖିବି ତୁ ତ ମୁଦି ଦେବି କୁକୁଡ଼ା କିଛି ନା ଗଣ୍ଠି ଦେଖି ପିଟି ଦେବି ସେଟା ଭାଙ୍ଗିଯିବ ପାଖରେ ଆବାସ ବାଜିବ ତ ଛେଲି ଦେଇଯିବ ଟିକେ ପେଟ ଟିକେ ସାରେ ତାପରେ ଟେକାଟେ କରୁଛୁ ମୁଁ ଟେକାଟେ କରିବି ଧରି ଏ ଖେଳ ନୁହେଁ ଆଉ ଗୋଟେ ଖେଳ ମୁଁ ତମ ଦି ଜଣଙ୍କ ଆଖିରେ ଅନ୍ଧପୁଟିରେ ବାନ୍ଧିଦେବି ନିଜେ ନିଜେ ଚପଲ ଧରିବ ଯିଏ ଯାହାକୁ ଆଗେ ପିଠି ବସେଇ ଦେଇଥିବ ମୁଁ ତାକୁ ହିଁ ପସନ୍ଦ କରିବି ରେ ହଣା ଯିବି କୁଆଡେ ମୁଁ ତ ଛଡ଼ା କଣା ମତେ ସବୁ ଛଣା ଧଣା ମ୍ୟାଡାମ ତା ଆଖିରେ ତମେ ବାନ୍ଧିବ ତାର ଜାଲି ଅଛି ଡବଲ କରିକି ବାନ୍ଧିବ ମୁଁ ପଗଡ଼ି ଖୋଲିଦେଲି ସାଙ୍ଗେ ସାଙ୍ଗେ ଆଖିରେ ବାନ୍ଧୁଛି ଠିକ ଅଛି ଜାନୁ କହିଲା ମୁଁ ତମ ଆଖିରେ ଅନ୍ଧପୁଟିରେ ମୋ ପ୍ରେମ ଉପରେ ମୋର ଭରସା ଆହୁରି କିଛି ନା ତ ପ୍ରେମ ଅଗୁରୁ ଯଦି ଡାଳିମ ଓଡିଆର ପ୍ରତିଦିନ ଦେଇକି ମତେ କହିବେ ମ୍ୟାଡାମ ଆରେ ତ ଚପଲରେ ଫିଟିବା କଥା କହିଲେ ଚପଲ ନାହିଁ ମୁଁ ଭଦ୍ରକ ପଚାରି ବାଟା କମ୍ପାନୀ ବୁଲୁଥିବା ଚଳିବ ତ ରହ ପଟାପଟ ଦେଇକି ଦେବି ବାଟା କମ୍ପାନୀ ତାହେଲେ ଅସୁବିଧା ଆଉ ଲେଟ୍ କର ମୁଁ କଣ୍ଟ୍ରୋଲ କରିପାରୁନି ରେଡି 1 2 3 ଷ୍ଟାର୍ଟ